କାହିଁକି ଆଉ ରଥ କାମ କମ୍ପ୍ଲିଟ୍ ହେଲା ବସ ଖାଲି କପଡ଼ା ବାସ୍ ସବୁ ଚାର୍ଜିଂ ବସେଇବି କିଆ ଚିପ୍ଲେସ୍ ଚାର୍ଜର ପୁରା କାମ ଚାଲିଛି କିନ୍ତୁ ଏତେବେଳେ ମିଠା କଥା ବହୁତ ମିଠା କଥା ଏଇଟା। ଜୟ ଜଗନ୍ନାଥ ଫ୍ୟାମିଲି ଟାଇମ୍ ହେଲା କେତେଟା ଟାଇମ୍ ହେଲା 9:35 ଆକ୍ଚୁଆଲି ଏବେ ଉଠିଲି ଆଜ୍ଞା ଉଠିନି କେତେବେଳେ ଉଠିଲା ବାସ୍ ସବୁ ଚାର୍ଜିଂ ବସେଇବି କିଆ ଇଏ ବଇታ ଚାର୍ଜ ବସେଇଛି ଖାଲି ମାଇକ୍ ଚାର୍ଜ ବସିବ ତାପରେ ଟ୍ରାଇପଡ୍ ବି ଚାର୍ଜ ବସିବ ଆଉ ନଥାଏ ଏଇଟା ଭାଙ୍ଗି ଯାଇଛି ମୋର ମାଉଣ୍ଟଟା ଗାଡ଼ିରେ ଗୋଟେ ଲଗେଇ ତାପରେ ରହିଲା କିଏ ଆଉ ଗୋଟେ କଥା ମାଇକ୍ ଚାର୍ଜରଟା ବହୁତ ଛୋଟ ଦେଇଛି କି ଆଉ ଚାର୍ଜରଟା ଏ ବହୁତ କିଡ଼ିଟେ ପୁରା ଚିପ୍ଲେସ୍ ପୁରା ଚିପ୍ଲେସ୍ ଚାର୍ଜର ପୁରା ବଢ଼ିଆ। ଆଉ ଗୋଟେ ଭଲ ଜିନିଷ ଦେଖିବି ରୁହ ଗୋଟେ ମିନିଟ୍ ରୁହ ଦେଖୁଛି ଗୋଟେ ମିନିଟ୍ ଦେଖୁଛି ଯାଇକିରି ଭଲ ଜିନିଷଟା ହେଲା ଏଇଟା ତୁ ନୁହେଁ ଏ କାଳି ନୁହଁ କାଳି ଉପରେ ଭିତରେ ଯୋଉ ଠିଆ ହେଇନି ରଥ କାମ ଚାଲିଛି କିନ୍ତୁ ଏତେବେଳେ ସରିନି ଆଜି ହେଲା 14 ତାରିଖ ରାତି ପାଇଲେ 15 ତାପରେ 16 ତାରିଖ ତାଙ୍କ ରଥ କଣ କାମ ହବ କଣ ସରିବ ଜାଣିନି। ଆଉ ମୁଁ କଦଳୀ ଖାଉଛି ଏଠି ସକାଳୁ ଉଠିବ ବ୍ରସ୍ କରିଦେଇକିରି ସବୁ ନିତ୍ୟ ସାରିକି ଲାଟ୍ରିନ୍ ଯାଇକିରି କଦଳୀ ଗୋଟେ ନା ଡେଲି ଖାଅ ମଜା ଆସିବ ପୁରା ମାନେ ଦେହ ପାଇଁ ଭଲ। ଦେହ ପାଇଁ ଭଲ ମିଠା କଥା ବହୁତ ମିଠା କଦଳୀ ଏଇଟା କିନ୍ତୁ ଭଲ ଲାଗିବ କାମ ସରିଲା ପରେ ବର୍ଷା ଭାଇପୁର ପୁରା ବର୍ଷା ଯାଇଥିଲା ଆଉ ବର୍ଷା ହେଉଥିଲା ପୁରା ଆଜି ବର୍ଷା ଜୋରସୋର ହେଉଥିଲା ସକାଳୁ ଦେହ କଣ ହଉଛି ଦେଖ ଆଗ ବର୍ଷା କୋଉଟା ସେଇଟା କଣ ସେଟା ସେଇଠୁ ହିଁ ଅନଉଛି ଖୋଜୁଛି ଇଏ ବର୍ଷା ତ ହବ ମାନେ ଲାଗିଲା ବର୍ଷା ଦିନ ହେଲା କଣ ରଖିବ କଣ ରଖିବ ଏଙ୍ଗିରି ନା ରେ ପାଗଲ ମୁଁ ଗାଧି ମୋଟ ନେଇଯିବ ନା ଏଠି ଉପଲବ୍ଧିକି କଣ କରିବୁ ଆଣିପାରୁନି ନା କୁଆଡ଼େ ଯାଇ ହବ ନା କିଛି କରିହବ ଟାଇମ୍ ରହିଲେ 10:35 ହେଲା ଛାଡ଼ ପତଳାରେ ନହକିବନି ବଢ଼ାବା ନହକିବନି କହେ ପତଳା କରିଦେବ ପତଳା ନହକି ମୋତେ ଲାଗୁଛି କାହିଁକି ଫଟେଇବ କଣ୍ଟା ତ ବାଡ଼ିବନି ଫଟା ବାନ୍ଧିବାକୁ ପଡ଼ିବ ଲଉଛି ଟାଇମ୍ ହେଇଗଲା ଏବେ 2ଟା ବାଜିଲା ମୁଁ ଖାଇସାରିଲା ଏବେ ଡଗିମାନେ ଖାଇବାକୁ ଦେଇଥିଲି ଖାଉନ୍ତି ହଇ ଲୋକ ତମ ଖାଇବା ସରିନି ଯେତେବେଳେ ଆଉ ରଥ କାମ କମ୍ପ୍ଲିଟ୍ ହେଲା ବସ ଖାଲି କପଡ଼ା ଲାଗିବ ତାପରେ ଚକା ଲାଗିଯିବ ତା କାମ ଖତମ ଆଉ ମୁଁ ଖାଲି ବୁଲୁଛି ମାଇକ୍ ଚାର୍ଜ ବଇଥିଲି ଚାର୍ଜ ବସେଇଛି ସରି ଆଉ ବର୍ଷା ତ ସବୁ କିଛି ପୁରା ପାଣି ପୁରେଇ ଦେଲା ନା ଦେଖିଆ କଣ ହେଉଛି କଣ ନାହିଁ ବନ୍ଧା କଲି ଆଉ କଣ ଇଏ କେତେ ଫୁଟ ଅଛି ଟୋଟାଲ ହଁ 8 ଖଣ୍ଡ ଭାବୁଛି ଯେଉଁ ହାଇଟ୍ 8 ଫୁଟ ଖଣ୍ଡେ ହବ 8 ଫୁଟ ନା କିଏ କୁକୁର ପାଣି ପିଉଥିରେ ନା ମାନେ ଟାଇମ୍ ହେଲା 8:14 ହେଲା ବର୍ଷା ଛାଡ଼ିଲା ଏବେ ଘରେ ଥିଲି ଘରୁ ଏବେ ମାର୍କେଟକୁ ଆସିଲି କଣ ପାଇଁ ଆସିବ ଚାହା ପିଇବାକୁ ଆସିଥିଲି ତାପରେ ଚାହା ପିଇକିରି ଯିବୁ ଆଉ ଚାହା କଣ ପିଇବୁ ଭାଇ ଦିନ ସାରା ଘରେ ବସିଲେ ଏତେ ବିରକ୍ତ ଲାଗୁଥାଏ ମାନେ ଭାବୁଥିଲି ଆଜି କୁଆଡ଼େ ଯାଇହବନି ଫାଇନାଲି ଏବେ 8:14 ଯାଇକିରି ରାତିରେ ବସ୍ ଛାଡ଼ିଲା ତାର ଚା ପିଇବାକୁ ବସି ବସି ବୋରିଂ ଲାଗିଲା ଭାବିଲି ଯାଇକିରି ବାଦାମ ଆଣିକି ଚୋବେଇଲେ ଭଲ ଲାଗିବ ଟିକେ ମୋ ଭାଇ କାହିଁକି ଭାଇ ବାହାରେ ମନା କରୁଛନ୍ତି